Jai Jagannath, welcome back to my channel. So friends, ଆଜିର ଭିଡ଼ିଓ ହେଉଛି ଯେ ଆପଣ thumbnail ଦେଖିକି ଜାଣିପାରିବେ ଯେ ମୁଁ କ'ଣ କହିବାକୁ ଚାହୁଁଛି. So friends, ଆଜି ଆମେ ଦେଖିବା କି କ'ଣ ଚାଲିଛି ମାନେ ୟୁଟ୍ୟୁବଟା ଆମର ଏତେ ଲୋକମାନେ କିଛିଟା ତ ଭଲ ଇମ୍ପ୍ରୁଭ୍ କରିପାରୁଛନ୍ତି ଆଉ କେତେଜଣ ଇମ୍ପ୍ରୁଭ୍ କରିପାରୁନାହାନ୍ତି. ଆଉ ଯୋଉମାନଙ୍କର ବି ମାନେ କଷ୍ଟ କରିକି ଯୋଉମାନେ ବହୁତ ସାରା 3 ବର୍ଷ 4 ବର୍ଷ 5 ବର୍ଷ 6 ବର୍ଷ କଷ୍ଟ କରିକି ସେମାନେ ଭ୍ୟୁ ଆଣୁଛନ୍ତି ଆଉ ମୋଟିଭେସନ ବି ବହୁତ କଷ୍ଟରେ କରୁଛନ୍ତି. କାହାର ଫ୍ୟାମିଲି ଥିବ, କାହାର ଭିଡ଼ିଓ କରିବାକୁ ନଥିବେ, କାହାର ଏଡିଟିଂ କରିବାକୁ ନଥିବେ, କେହି ବି ନଥିବେ, ସେମାନେ ବହୁତ କଷ୍ଟରେ ଭିଡ଼ିଓ କରୁଛନ୍ତି. ଆଉ ଯୋଉମାନେ ବି କରିପାରୁନାହାନ୍ତି ମାନେ ଏମିତି ସେମିତି ଭିଡ଼ିଓ କରି ଛାଡ଼ି ଦଉଛନ୍ତି ସେମାନଙ୍କର ବି ଭାଇରାଲ ହେଉଛି. ବଟ୍ ସେଇଟା କଥା ନୁହଁ. ଯୋଉମାନେ କଷ୍ଟ କରୁଛନ୍ତି ୟୁଟ୍ୟୁବ ଆପ୍ ସେଇଟା ବି ବୁଝିବା ଦରକାର, ଯୋଉମାନେ କଷ୍ଟ କରୁଛନ୍ତି ତାର ଫଳ ବି ତାଙ୍କୁ ଦବା ଦରକାର. ଆଉ ଯେହେତୁ କଷ୍ଟ କରିଛୁ ତା ଫଳ ଦିନେ ନା ଦିନେ ନିଶ୍ଚିନ୍ତ ମିଳିବ. ସୋ ୟୁଟ୍ୟୁବଟା ହେଉଛି ଏମିତି ଗୋଟେ ଆପ୍, ମୁଁ ଖରାପ ବି କହୁନି ଭଲ ବି କହୁନି. ୟୁଟ୍ୟୁବଟା ହେଉଛି ଗୋଟେ ଖରାପ ଆପ୍ ମୁଁ କହୁଛି. ମତେ ଯିଏ ବି କମେଣ୍ଟ କଲେ ମୋର କିଛି ଫରକ ପଡ଼ିବନି, ଯିଏ ଦେଖିଲେ ଦେଖୁ ଯାହା କଲେ କହୁ, ମୋର କିଛି ଭାସିଯିବନି. ଆଉ ହେଉଛି ଫାର୍ଷ୍ଟ ଅଫ୍ ଅଲ୍ ଆମ ଚ୍ୟାନେଲ ମନିଟାଇଜେସନ୍ ହେଇଛି, ବଟ୍ ଲାଇଭ୍ କରିକି ଆମେ ଜିତି ଯିବାନି. ବହୁତ ଲାଇଭ୍ କରିବା, ତା ସହିତ ଭିଡ଼ିଓ କରିବା, ତା ସହିତ ଲଙ୍ଗ ଭିଡ଼ିଓ କରିବା, ତା ସହିତ ସବୁ কিছুର ଆଟାଚମେଣ୍ଟ ରହିଛି, ଆମେ କରିବା. ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ସମସ୍ତେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି. ମୋର ଏ ଭିଡ଼ିଓଟା କେବଳ ୟୁଟ୍ୟୁବ ପାଇଁ, ଯେଉଁମାନେ କି ୟୁଟ୍ୟୁବ କରୁଛନ୍ତି ସେମାନଙ୍କ ପାଇଁ, ଆଉ ଯେଉଁମାନେ ଭିୟୁଅର୍ସ ଦେଖୁଛନ୍ତି ତାଙ୍କମାନଙ୍କ ପାଇଁ ମଧ୍ୟ. ୟୁଟ୍ୟୁବଟା କରିବା ବହୁତ କଷ୍ଟ. ସମସ୍ତେ ଭାବନ୍ତି ବହୁତ ସହଜ, କିନ୍ତୁ ୟୁଟ୍ୟୁବ କରିବା ହେଉଛି ବହୁତ କଷ୍ଟ. ଯେଉଁମାନେ କରିଛନ୍ତି ୟୁଟ୍ୟୁବ ସେମାନେ ଜାଣିଛନ୍ତି ଯେ ୟୁଟ୍ୟୁବଟା କେମିତି ଆମେ କରିଛୁ. ବଟ୍ ମୁଁ ବି ୟୁଟ୍ୟୁବ କରିଛି. ମୁଁ 1 ବର୍ଷ ବହୁତ କଷ୍ଟ କରିଛି ୟୁଟ୍ୟୁବ ପାଇଁ, ବହୁତ କଷ୍ଟ. ମାନେ ଖରାରେ ଯାଇକି ଭିଡ଼ିଓ କରିବା, ରୋଷେଇବାସ କରିବା, ଏସବୁ ଜିନିଷରେ ମୋର ବହୁତ ସମୟ ବି ଯାଏ. ତାପରେ ଭିଡ଼ିଓ ଆସିକି କରେ, ଏଡିଟିଂ କରେ. ମୁଁ ତ ଏଡିଟିଂ କରେନି, ମୋ ଝିଅ ଏଡିଟିଂ କରେ. ବଟ୍ ତା ପାଇଁ ବି ବହୁତ କଷ୍ଟ କରିବାକୁ, ସେ ପାଠ ପଢ଼େ ପୁଣି ଏଡିଟିଂ ବି କରେ, ତା ପାଇଁ ବି ବହୁତ କଷ୍ଟ କରିଛୁ. କିନ୍ତୁ ଏଇ ଯେଉଁ ୟୁଟ୍ୟୁବ ଯେଉଁମାନେ ବି କରୁଛନ୍ତି ସେମାନେ ବି କେତେ ଲୋକଙ୍କୁ ଫଲୋ କରିକି କରୁଛନ୍ତି. ଭିଡ଼ିଓରେ କୌଣସି ଥିମ୍ ନାହିଁ କି ଭିଡ଼ିଓରେ କୌଣସି ପ୍ରକାରର ମାନେ ଯେଉଁଟାକି ଭାଇରାଲ ହେବାର କିଛି ମାନେ ଇଏ ନାହିଁ, କିନ୍ତୁ ସେମାନେ ଭିଡ଼ିଓ କରିଛାଡ଼ିଛନ୍ତି. ଯେଉଁମାନେ ଭିଡ଼ିଓ କରୁଛନ୍ତି ସେମାନେ ଦେଖୁନାହାନ୍ତି ଯେ ସେମାନଙ୍କର ଥିମ୍ କ'ଣ ଅଛି, ଭିଡ଼ିଓ ପକେଇ ଦେଉଛନ୍ତି. କେମିତି କରୁଛନ୍ତି ସେମାନେ? ଅନ୍ୟକୁ ଦେଖିକି କରୁଛନ୍ତି, ଯେଉଁଟାକି କପି କରୁଛନ୍ତି. ମୋତେ ବି ବହୁତ ଲୋକ କପି କରିଛନ୍ତି, ତାଙ୍କ ନାଁଟା ମୁଁ କହିବାକୁ ଚାହୁଁନି, କିନ୍ତୁ ମୁଁ ବି ଦେଖିଛି ବହୁତ ଲୋକ ଏଇ ୟୁଟ୍ୟୁବରେ ବହୁତ ପରିଶ୍ରମ କରିଛନ୍ତି, କିନ୍ତୁ ପରିଶ୍ରମର ଫଳ ମିଳିବା ବହୁତ କଷ୍ଟ ହୋଇଛି ତାଙ୍କୁ. ଆଜି ପର୍ଯ୍ୟନ୍ତ ବି ସେମାନେ ବହୁତ କଷ୍ଟ କରିଛନ୍ତି. ଜଣେ ଓମେନ୍ ଅଛନ୍ତି, ତାଙ୍କ ନାଁ ମୁଁ ଏଇଠି କହିବିନି, ତାଙ୍କର 3ଟା ଛୁଆ, ସେ 3ଟା ଛୁଆଙ୍କୁ ଧରିକି ବହୁତ ପରିଶ୍ରମ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଗୋଟେ ବି ଭିଡ଼ିଓ ମୁଁ ଦେଖିନି କେ ହେବାର କି ଲାଇଭ୍ ତାଙ୍କର କେ ହେବାର. କିନ୍ତୁ ଯେଉଁମାନେ ଏବେ ଏବେ ସବୁ ଲାଇଭ୍ କରୁଛନ୍ତି ତାଙ୍କର ସବୁ କେ ଲାଇଭ୍ ସବୁ କେମିତି ଯାଉଛି, ଏଇଟା ହେଉଛି ଫେକ୍. ଏଇଟା ହେଉଛି ମାନେ ସେମାନେ ନିଜେ ନିଜେ, ମୁଁ ଭାବେ ନିଜେ ନିଜେ ବୋଧେ କିଛି ଗୋଟେ କରିଛନ୍ତି. ନହେଲେ ଆମେ ଏତେ ପରିଶ୍ରମ କରୁଛୁ, ଖରାରେ ଯାଉଛୁ, ପରିଶ୍ରମ କରୁଛୁ, ତାପରେ ବି ଘର କାମ ଶିଖୁଛୁ. ସେମାନେ ଓନ୍ଲି ମାତ୍ର ଲାଇଭ୍ ଯେଉଁ କରୁଛନ୍ତି ସେ ଲାଇଭ୍ରେ ତାଙ୍କର କେକ୍ ହେଇକି ମାନେ ବହୁତ ଦିନର ଆଇଡି ସେମାନେ ମନିଟାଇଜେସନ୍ କରିଦେଉଛନ୍ତି. କିନ୍ତୁ ଯେଉଁମାନେ ଗୋଟିଏ ବର୍ଷର ଆଇଡି କରିଛନ୍ତି ତାଙ୍କର କ'ଣ ପାଇଁ ମନିଟାଇଜେସନ୍ ହେଇପାରୁନି? ସେମାନେ କାହିଁକି 1000 ସବସ୍କ୍ରାଇବ୍ କରିପାରୁନାହାନ୍ତି କି 4000 ୱାଚ୍ କରିପାରୁନାହାନ୍ତି? ବଟ୍ କେତେଟା ଅଛନ୍ତି ଯେଉଁମାନେ ଫେକ୍ କରିଛନ୍ତି କି କ'ଣ କରୁଛନ୍ତି ମୁଁ କିଛି କହିପାରିବିନି. ସେଥିପାଇଁକା ମୁଁ ଆଜି ଭିଡ଼ିଓ ବନେଇଛି. ୟୁଟ୍ୟୁବ କରନ୍ତୁ, କିନ୍ତୁ ଦେଖି ଚାହିଁକି କରନ୍ତୁ. ଆଉ ୟୁଟ୍ୟୁବ ବିଷୟରେ ଭଲ ଭାବରେ ଜାଣନ୍ତୁ, ତାପରେ କରନ୍ତୁ. ଗୋଟେ ମନରେ ଇଗୋ ନେଇକି କରନ୍ତୁନି ଯେ ନାଇଁ ତାର ମନିଟାଇଜେସନ୍ ହେଇଗଲା, ସିଏ ୟୁଟ୍ୟୁବ କରିପାରୁଛି ଆଉ ମୁଁ କାହିଁକି ୟୁଟ୍ୟୁବ କରିପାରିବିନି. ତ ସେଇ ବିଷୟରେ କହୁଛି. ବହୁତ ଜଣଙ୍କ ଲାଇଭ୍ରେ ମୁଁ ଯାଇଛି, ପ୍ରଥମେ ତାଙ୍କର ଲାଇଭ୍ ଗଲା ମାନେ ମୁଁ ତାଙ୍କର ପ୍ରଥମେ ଆଇଡି ଚେକ୍ କରେ, ସିଏ କୋଉଦିନ ଆଇଡି କରିଛନ୍ତି, 1 ଆୱାର ଭିତରେ ତାଙ୍କର 1000 ସବସ୍କ୍ରାଇବ୍ ହେଇଛି ନା ନାହିଁ ସେଇଟା ପ୍ରଥମେ ମୁଁ ଦେଖେ. ଏମିତି ଦେଖିଛି ବହୁତ ଲୋକଙ୍କର ଯେଉଁଟାକି ତାଙ୍କର ଆଇଡି 1000 ସବସ୍କ୍ରାଇବ୍ ହେଇଥିବ, ବଟ୍ ତାଙ୍କର ମନିଟାଇଜେସନ୍ ହେଇନଥାଏ. ଲୋକମାନେ ପ୍ରାୟ ଲୋକଙ୍କୁ ଦେଖିକି ଜେଲସ୍ ଫିଲ୍ କରନ୍ତି, ଯେଉଁଟାକି ମୁଁ ଦେଖୁଛି ଏବେ ଲାଇଭ୍ରେ. ଜେଲସ୍ ଫିଲ୍ କରିକି ବହୁତ ଲୋକ ଦେଖି ଚାଲିଛନ୍ତି, ଲାଇଭ୍ ବି କରି ଚାଲିଛନ୍ତି, ଯେଉଁଠି ତାଙ୍କ ମାନଙ୍କର ଭିଡ଼ିଓରେ କୌଣସି ମାନେ ଗୋଟେ ଥିମ୍ ନାହିଁ, କେବଳ ଲାଇଭ୍.
ମାନେ 2 ଘଣ୍टा 3 घंटा लाइव रे ମାନେ ତାଙ୍କର କିଛି କାମ ହିଁ ନଥାଏ। ମୁଁ ଭାବି ଛୋଟ ଛୁଆ ଘରେ ଥାଆନ୍ତି କିନ୍ତୁ ଲାଇଭ କରନ୍ତି ସେମାନେ, କାରଣ ତାଙ୍କର କିଛି କାମ ନଥାଏ ସେଠୁ ସେମାନେ ଲାଇଭ କରନ୍ତି। ବଟ୍ ସେଟା ଠିକ ନୁହେଁ। यूट्यूब हूँ प्रकृति फेक। आम करुचे यूट्यूब किंतु यूट्यूब टा हूँ पूरा पूरी फेक। हाय फ्रेंड्स, मुझे कहना चाहूँगी कि यूट्यूब पछरे केही भी पड़तुनी। यूट्यूब गोटे प्रकृतर गोटे फेक आप जार हो जाऊँ जार न हो तो बहुत कष्ट कथा ना। हाँ। आपण भी निजे जी भी निजे करुचे वीडियो सी भी जानथो कष्टटा कोठी। सो प्लीज यूट्यूब पछरे पड़तुनी। निज कर्म क्षेत्र करंतु, निजर एम सक्सेसफुल करंतु। आ यूट्यूब पछरे जमा भी पड़तुनी। मु तो केबे पड़ीबिनी छाड़, खाली जस्ट लाइक एंटरटेनमेंट पे मुई भी वीडियो पकोनी। जस्ट रिपीटेड वीडियो पकोछ, मते भी भलो लागुनी वीडियो पकेयको। मते यूट्यूब भी करियाको इच्छा होनी। माने एमिति जो हेलानी जो माने लोकन को जेलसी करबा ये करबा सी करबा मते सेडो भलो लागुनी। यूट्यूब टा होची प्रकृतिर गोटे फेक ऐप। जार हे जाउची मोर किछि फरक पड़नी। जार हेले मोर कोन अछि, मोर तो होनी ना। आ गोटे कथा, यूट्यूब पछरे न दौड़िकी निजर कर्म करंतु, पिला मानंकुर पाठ पढ़ातु। जो टाइम रे पिला मानंकु पाठ पढ़ेवा कथा, जो टाइम रे भगवत कथा पिला मानंकु सिखेवा कथा, सेही कथा पिला मानंकु सिखानु। जदि आपण माने समस्त सेही टाइम रे बसिकी लाइव करिवे ताहले पिला मानकर इंस्टाग्राम चलेइबे, फ्यूचर पर निश्चित कहबे आसंतु हम लाइव रे गपंतु, निश्चित भाव पिलांग ऊपर इफेक्ट पड़िबो। सो यूट्यूब को देखि चेकी करंतु, दया करी पिला मानकर भविष्यत ऊपर बहुत नजर रखंतु। आ गोटे मो कथा मु आपन को कहबा को जाउची, जतेबेले गोटे एंड्रॉइड फोन मोर हाथ को आसिला सेतेबेले 2014 मसिया हेते। मु 2014 मसिया एंड्रॉइड फोन धरतिली, सेतेबेले हो मैं यूट्यूब जानितिली। बट मु सेतेबेले यूट्यूब करि नतिली, काहे कि ना मोर पिला माने बहुत छोट छोट थिले आ मु तांको पाठ पढौतिली। सेतिबे मु ता पर ध्यान ही देइ नथिली। जति सेति 2014 मसिया मु जदि ध्यान देइ थान ताले मु एबे यूट्यूब रे गोटे सक्सेस क्रिएटर हेई पार थांती। बट मु सेई टाइम रे टाइम देलिनी। तापर मु एते टाइम देली, एबे जेते टाइम देली मो छुआ माने बड़ हेले, जेते टाइम देली सेते तो मोर तो मोनेटाइजेशन हे जाईची। मो वीडियो भाइरल सेतरे मो किछ दुख नै, किंतु बट मु चाहूची जो मानकर वीडियो भाइरल न होउची से माने बहुत दुख रे अछंती। आउ से मानकर लाइफ को लोक माने जाउ नांती। अदर लोक माने जो माने यूजलेस कैरेक्टर रो तांकरी मन को पको जाउछन, जो मानकर वीडियो रो थीम किछि नै। आउ गोटे कथा, एबे गोटे इंस्टाग्राम ऐप चली छी। इंस्टाग्राम ऐप, टेलीग्राम आ गोटे कोन चलती ना स्नैपचैट, सेइथिरे सब कोन करूछंती गोटे फ्रेंड्स बनि दउछंती। बेसिकली स्त्री लोक माने, बेसिकली मो स्त्री लोक मानन कहूची, से माने सब से मान हस्बैंड माने किछि जानु नाहंती। से माने कोन करछंती इंस्टा रे सब पुओ पिला देखिबे। मु कहूची जे जेते जण आसुछंती लाइव रे पुओ पिला माने ही बेसी आसी गपुछंती। हां मु कहूची मो लाइव रे पुओ माने आसुछंती गपिया बे, काहे आसुछंती। बट मो लाइव रे तो ओडिया लोक माने के आसुनाते, मोर सब हिंदी लोक माने आसुछन। फर्स्ट ऑफ ऑल कहि दउची, कारण मोर हिंदी लोक से कोनोसी भी कनेक्शन भी नाही ना, इंस्टाग्राम रो ऐप नाही कि कोनोसी कनेक्शन भी नाही। फर्स्ट इंस्टाग्राम नहीं चलाएनी फर्स्ट ऑफ ऑल। तापर सेकंड ऑफ ऑल कहूची जो माने स्त्री लोक माने अछन से माने इंस्टाग्राम रो बहुत फॉलो करछंती। एमती कि हस्बैंड माने घर रहउ नांती आउ तांक मन से कथा होउछंती, से मन को लाइव को डकई के कथा होउछंती। किंतु अलगा लोक माने जो अछंती, जो माने क्रिएटर अछंती, छोट छोट क्रिएटर माने तांको वीडियो को लोक माने पसंद करनांती। बट व्हाई कौन पे पसंद करनांती, सेटा होची व्यूअर्स मान को ऊपर डिपेंड। से माने तांको केना जेमती कहंती लोक घोषाडी की नबा, ये सेमती घोषाडी की आउछंती। मो भाबुची बोधे अलगा किछि कारण अछि, नहले एंते केबे भेले हे न थांदा। एया होची थीम, तांकर थीम होची एया। रहूछु जय जगन्नाथ। आउ आपण माने जदि मो वीडियो रे आउ किछि अधिक जानिबा को चाहूछंती, मोर आउरी भी अधिक किछि कहिबार अछि यूट्यूब विषय रे, यदि आपण माने अधिक किछि जानिबा को चाहूछंती ताले मोर नेक्स्ट वीडियो कंटिन्यू निश्चिंत करबी। आपण माने ए वीडियो को मोर बहुत मात्रा देखंतु आउ शेयर भी करंतु। मु भी लाइव करूची आउ ए लाइव विषय रे मु किछि भी कहिबी नेक्स्ट वीडियो रे। आपण माने यदि इच्छुक अछंती ताले मोर चैनल को सब्सक्राइब करंतु बा न करंतु।